ମୁଁ ରାକେଶ କୁମାର ଜେନା ସଭାପତି ଜଗନ୍ନାଥ ଟ୍ରକ୍ ମାଲିକ ସଂଘ। ଆଜି ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମା ପୂଜା ଆରମ୍ଭ ହେଲା। ଏହା ବର୍ତ୍ତମାନ 7 ଦିନ ଧରି ଚାଲିବ। ସାରା ଓଡ଼ିଶାରେ ଯେ ଏ ପୂଜା ହେଉଥିଲା ବେଳେ କିନ୍ତୁ ପାରାଦ୍ୱୀପ ଆପଣମାନେ ଜାଣିଥିବେ ଏଥିପାଇଁ ପ୍ରସିଦ୍ଧ। ଆଉ ପାରାଦ୍ୱୀପ ବନ୍ଦର ଯେଉଁ ଉତ୍ସବ ମୁଖର ଆଗାମୀ 7 ଦିନ ଯାଏଁ ପୂଜା ଚାଲିବ କାର୍ଯ୍ୟକ୍ରମ। ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅଛି। ଭସାଣି 22 ତାରିଖ ଦିନ ହେବ। ଏଥିରେ ବହୁତ ଅନୁଷ୍ଠାନ ମାନେ ଭାଗ ନେଇଛନ୍ତି। ସମସ୍ତେ ତାଙ୍କର ପୂଜା ପେଣ୍ଡାଲ କରିଛନ୍ତି। ଯେ ଆପଣମାନେ ଦେଖୁଛନ୍ତି ଆଜି ପ୍ରଥମ ଦିନରେ ଏଭଳି କେବେ ଜନସମାଗମ ଦେଖିବାକୁ ମିଳେନି। ଆଜି ଏତେ ଜନସମାଗମ ଆମେ ଚିନ୍ତା କରୁଛୁ ଆଗାମୀ 6 ଦିନ ପର୍ଯ୍ୟନ୍ତ କେତେ ବି ଲୋକାରଣ୍ୟ ନ ହେବ ସେଟା ବି ଦେଖିବାକୁ ଅଛି। ଏବଂ ପୋଲିସ ପ୍ରଶାସନ ସାଙ୍ଗରେ ଆମର ଆଲୋଚନା ମଧ୍ୟ ସରିଛି। ପୋଲିସ ପ୍ରଶାସନଙ୍କ ସାଙ୍ଗରେ ଆଇନ ଶୃଙ୍ଖଳା କେମିତି ରହିବ, କେମିତି ଲୋକ ସୁରୁଖୁରୁରେ ଆସିକି ପୂଜା ଦେଖିକି ଯିବେ, ଉପଭୋଗ କରିବେ, ସେଥିପାଇଁ ସବୁ ବ୍ୟବସ୍ଥା ମଧ୍ୟ ଅଛି। ପ୍ରତି ପୂଜା ପେଣ୍ଡାଲ ପାଖରେ ପୋଲିସ ମୁତୟନ ଅଛନ୍ତି। ତେଣୁ ଏହା ଆମର କାର୍ଯ୍ୟକ୍ରମ ରହିଛି ଏବଂ ଏହାକୁ ସୁଚାରୁ ରୂପେ କେମିତି ଶାନ୍ତି ଶୃଙ୍ଖଳାରେ ସରିବ, ଲୋକମାନେ ଉପଭୋଗ କରିବେ, ଆମର ଏ ଚେଷ୍ଟା ଅଛି। ପାଗ ଦେଖନ୍ତୁ ପ୍ରଥମ ଦିନରେ ଆଜି ପାଗ ଅନୁକୂଳ ଦେଇଛି। କେତେ ଲୋକ କେବେ ବି କେତେ ଲୋକ ପ୍ରଥମ ଦିନରେ ହୁଅନ୍ତିନି। ପାଗ ଯଦି ଅନୁକୂଳ ରୁହେ ସେ ଆଗାମୀ ଦିନରେ କାଲିଠୁ ତ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଆରମ୍ଭ କରାଯିବ। ସେଥିରେ ବହୁ ଜନ ସମାଗମ ହେବ।